ଇରାନ ଯୁଦ୍ଧ ଜାହାଜ ବୁଡ଼ିଗଲେ ଭଲ ନ୍ୟୁଜ୍ ଗୋଟେ ପରବର୍ତ୍ତୀ ପ୍ରସଙ୍ଗ କାରଣ ଧରିବା ଅପେକ୍ଷା ବୁଡ଼େଇବାରେ ଅଛି ଅଧିକ ମଜା। ଇରାନ ଯୁଦ୍ଧ ଜାହାଜକୁ ବୁଡ଼େଇବାକୁ ଅଧିକ ମଜା ଲାଗେ। ଆମେରିକୀୟ ନୌସେନା ଅଧିକାରୀଙ୍କ କଥାକୁ ମନେ ପକାଇ ଏଭଳି ଦୋହରାଇଛନ୍ତି ଟ୍ରମ୍ପ। ୱାଶିଂଟନ ଡିସିରେ ରିପବ୍ଲିକାନ କଂଗ୍ରେସ ସଦସ୍ୟଙ୍କୁ ସମ୍ବୋଧନ କରିବା ଅବସରରେ ଏଭଳି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ବିରୋଧରେ ଜାରି ରହିଥିବା ନୌସେନା ଅଭିଯାନ ସମ୍ପର୍କରେ ଜଣେ ସାମରିକ ଅଧିକାରୀଙ୍କ ସହିତ କଥାବାର୍ତ୍ତାକୁ ମନେ ପକାଇ ସେ ଏଭଳି ମନ୍ତବ୍ୟ ରଖିଛନ୍ତି। ଇରାନର ଏହି ଉନ୍ନତମାନର ଯୁଦ୍ଧ ଜାହାଜଗୁଡ଼ିକୁ ବୁଡ଼େଇବା ପରିବର୍ତ୍ତେ କାବୁ କରି ପୁନଃ ବ୍ୟବହାର କରିବାକୁ ଟ୍ରମ୍ପ ନୌସେନା ଅଧିକାରୀଙ୍କୁ ପଚାରିଥିଲେ, କିନ୍ତୁ ଯୁଦ୍ଧ ଜାହାଜକୁ ଧରିବା ପରିବର୍ତ୍ତେ ବୁଡ଼ାଇବାରେ ଅଧିକ ମଜା ଥାଏ ବୋଲି ଟ୍ରମ୍ପଙ୍କୁ କହିଥିଲେ ସେହି ନୌସେନା ଅଧିକାରୀ। ଆମେରିକୀୟ ନୌସେନା ଇରାନର 46ଟି ଟପ୍ ଅଫ୍ ଦ ଲାଇନ୍ ଯୁଦ୍ଧ ଜାହାଜକୁ ବୁଡ଼େଇ ଦେଇଥିବା ଦାବି କରୁଛି। ଗଲା କିଛି ଦିନର ଅପରେସନରେ ଇରାନର 46ଟି ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତ ହୋଇ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ଜାହାଜଗୁଡ଼ିକୁ କାବୁ କରିବା ଅପେକ୍ଷା ବୁଡ଼େଇ ଦେବା ଅଧିକ ନିରାପଦ ବୋଲି ସେନା ପକ୍ଷରୁ କୁହାଯାଇଥିଲା, ଯାହାକୁ ସେ ସମର୍ଥନ ଜଣାଇଥିଲେ।